Now, in Matthew, first chapter, ମାଥ୍ୟୁ ତାର 1 ଅଧ୍ୟାୟ and the 23rd verse, ପୁଣି ତାର 23 ପଦ। what did the prophet prophesy? ଭାବବାଦୀ କ'ଣ କହୁଛନ୍ତି? Behold, a virgin shall be with child, ଦେଖ ଜଣେ କନ୍ୟା ଗର୍ଭବତୀ ହୋଇ and shall bring forth a son. ପୁତ୍ର ପ୍ରସବ କରିବେ, They shall call his name Emmanuel, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ, which is being interpreted God with us. ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। My dear friends, ମୋର ପ୍ରିୟ ବନ୍ଧୁମାନେ, if Jesus is with you, ଯଦି ଯୀଶୁ ଆପଣଙ୍କ ସହିତ ଅଛନ୍ତି, you will not feel so miserably destitute. ଆପଣ କେବେ ବି ଏକାକୀ କିମ୍ବା କେବେ ବି ଗୋଟେ ଦୟନୀୟ ଅବସ୍ଥାକୁ You ଅନୁଭବ will say, କରିବେନି। I have the living God. ଆପଣ କହିବେ ମୋ ପାଖରେ ଜୀବନ୍ତ ଈଶ୍ୱର ଅଛନ୍ତି, He is with me. ସେ ମୋ ସହିତ ଅଛନ୍ତି, He will not leave me nor forsake me. ସେ ମୋତେ ପରିତ୍ୟାଗ କରିବେ ନାହିଁ କି ସେ ମୋତେ ଭୁଲିଯିବେ ନାହିଁ। You know, a big officer came to see me recently. ଅତି ନିକଟରେ ଜଣେ ବଡ଼ ଅଫିସର ମୋତେ ଦେଖା କରିବା ପାଇଁ ଆସିଲେ। He said to me, ସେ ମୋତେ କହିଲେ, now there are local people here ଏଠିକାର ସ୍ଥାନୀୟ ଲୋକମାନେ ବର୍ତ୍ତମାନ one of the great leaders said, ଜଣେ ମହାନ ନେତା ଏ କଥା କହିଲେ, the man who wanted a separate country for these people said, ଏଇ ଲୋକମାନଙ୍କ ନିମନ୍ତେ ଯୋଉ ବ୍ୟକ୍ତି ଜଣେ ସ୍ୱତନ୍ତ୍ର ଦେଶକୁ ଚାହାନ୍ତି ସେ କହିଲେ, we are not afraid to meet anybody. ଯେକୌଣସି ଲୋକଙ୍କୁ ସାକ୍ଷାତ କରିବା ପାଇଁ ଆମମାନେ ଭୟଭୀତ ନହୁଁ, Our army is ready, ଆମମାନଙ୍କ ସୈନିକମାନେ ପ୍ରସ୍ତୁତ, so we will fight. ତେବେ ଆମେ ଯୁଦ୍ଧ କରିବୁ। But କିନ୍ତୁ there is one thing that the local tribes cannot face. ଗୋଟିଏ ବିଷୟ ରହିଛି ଯେ ସ୍ଥାନୀୟ ଲୋକମାନେ ସାମ୍ନା କରିପାରିବେନି, And that is money. ତାହା ହେଉଛି ଟଙ୍କା। This is what a big officer told me. ଏଇ ପ୍ରକାର କଥା ଜଣେ ବଡ଼ ଅଫିସର ମୋତେ କହିଲେ। The man who wanted a different country ଜଣେ ବ୍ୟକ୍ତି ଯିଏକି ଭିନ୍ନ ଦେଶକୁ for ଚାହାନ୍ତି these people, ତାଙ୍କ ନିଜ ଲୋକମାନଙ୍କ ନିମନ୍ତେ, this is what he said. ଏଇ ପ୍ରକାର ସେ କହିଲେ, The people cannot face money. ଟଙ୍କାର ସାମ୍ନା ଲୋକମାନେ କରିପାରିବେ ନାହିଁ। How sad. କେତେ ଦୁଃଖର ବିଷୟ। So, if somebody gives you 10 lakhs, ଯଦି କେହି ଆପଣଙ୍କୁ 10 ଲକ୍ଷ ଦିଅନ୍ତି, you will tell 10 lies. ଆପଣ 10ଟି ମିଥ୍ୟା କହିବେ। If somebody gives you 20 pieces of silver, 30 pieces of silver, ଯଦି ଆପଣଙ୍କୁ କେହି ଆଉ 30ଟି ଖଣ୍ଡ you ରୂପା will ଦେବେ, sell Jesus ଆପଣ ଯୀଶୁଙ୍କୁ ବିକ୍ରୟ ମଧ୍ୟ କରିଦେବେ, like Judas. ଜିହୁଦାଙ୍କ ପରି। What a sad character. କି ପ୍ରକାର ଏକ ଦୁଃଖର ଚରିତ୍ର ବା ସ୍ୱଭାବ। My dear people, ମୋର ପ୍ରିୟ ଲୋକମାନେ, Christianity is not a label. ଖ୍ରୀଷ୍ଟିଆନତ୍ୱ ଏକ ଲେବୁଲ ବା ଏକ ଚିହ୍ନ ନୁହଁ। See, you can't put a label on me and say, Joshua Daniel is a Christian. ଆପଣ ମୋ ଉପରେ ଗୋଟେ ଲେବୁଲ ରଖି କହିବେନି ଯେ ଯୋଶୁଆ ଦାନିଏଲ ଜଣେ ଖ୍ରୀଷ୍ଟିଆନ ବୋଲି। The question is, ପ୍ରଶ୍ନ ହେଲା, has Joshua Daniel a Christian heart? କ'ଣ ଯୋଶୁଆ ଦାନିଏଲଙ୍କ ପାଖରେ ଏକ ଖ୍ରୀଷ୍ଟିଆନର ହୃଦୟ ରହିଛି କି? Even if somebody gives him 100 crores, ଯଦି କେହି ବି ତାଙ୍କୁ 100 କୋଟି ବି ଦିଅନ୍ତି, he will not speak a lie. ସେ କେବେ ମଧ୍ୟ ଗୋଟିଏ ବି ମିଥ୍ୟା କହିବେନି। Has he got a Christian heart? ତାଙ୍କ ପାଖରେ କ'ଣ ଖ୍ରୀଷ୍ଟିଆନ ହୃଦୟ ଅଛି କି? Has he got a new heart? ତାଙ୍କ ପାଖରେ କ'ଣ ନୂତନ ହୃଦୟ ଅଛି କି? Is God with him? କ'ଣ ଈଶ୍ୱର ତାଙ୍କ ସହିତ ଅଛନ୍ତି? Now that's the question, ତାହା ହେଉଛି ପ୍ରଶ୍ନ, not the label.
ନା ଲେବଲ ବା ଚିହ୍ନ ପ୍ରଶ୍ନ ନୁହଁ। See, we first think of the label, big signboard. ଆମେ ବହୁତ ବଡ଼ ସାଇନ୍ ବୋର୍ଡ ବା ଲେବଲକୁ ପ୍ରଥମେ ଦେଖୁଛୁ, You know, people want big designation. କାରଣ ଲୋକମାନେ ବଡ଼ ବଡ଼ ଉପାଧି ଚାହାନ୍ତି। President of the church, ଓ ମଣ୍ଡଳୀର ସଭାପତି ବା the ପ୍ରେସିଡେଣ୍ଟ, chief secretary. ମୁଖ୍ୟ ସମ୍ପାଦକ, They want the labels. ସେମାନେ ଚାହାନ୍ତି ଏ ବଡ଼ ବଡ଼ ଉପାଧି। God looks on the heart. କିନ୍ତୁ ପରମେଶ୍ୱର ହୃଦୟକୁ ଅନାନ୍ତି, ଦେଖନ୍ତି What kind of heart has this girl got? ଏଇ ଝିଅ କି ପ୍ରକାର ହୃଦୟ ପାଇଛି। When temptation comes, ଯେତେବେଳେ ପରୀକ୍ଷା ଆସେ, when somebody calls for wickedness and impurity, ଯଦି କୌଣସି ବ୍ୟକ୍ତି ଦୁଷ୍ଟ କାର୍ଯ୍ୟ ନିମନ୍ତେ କିମ୍ବା ଅଶୁଚି କାର୍ଯ୍ୟ ନିମନ୍ତେ ଡାକେ, has this girl the Christian heart to say, no, get out? କଣ ଏଇ ଝିଅ ପାଖରେ ସେ ଖ୍ରୀଷ୍ଟିଆନ ହୃଦୟ ଅଛି କି କହିବ ନା ଦରକାର ନାହିଁ, ତୁ ବାହାରି ଯା ବା ଚାଲିଯା ବୋଲି। I am a girl that belongs to Jesus. ମୁଁ ଏଇ ପ୍ରକାର ଏକ ଝିଅ ଯିଏ କି ଯୀଶୁଙ୍କର ଅଟେ। Even if you give me all the jewels in Manipur, ମଣିପୁରର ସମସ୍ତ ସୁନା ଗହଣା ଯଦି ବି ମତେ ତୁମେ ଦେଇଦବ, all the adornments, all the diamonds, ସମସ୍ତ ରୂପା ସମସ୍ତ ପ୍ରକାର ଗହଣା ଯଦି ମତେ ଭରିଦବ ଦେଇଦବ, I will not yield to uncleanness. ଅଶୁଚିତା ନିକଟରେ ମୁଁ କେବେ ମଧ୍ୟ ମୁଣ୍ଡ ନୁଏଇବି ନାହିଁ। I will not join you in your sin. ତୁମ ପାପରେ ମୁଁ ମଧ୍ୟ କେବେ ଭାଗି ହେବି ନାହିଁ। You know, it's the heart. ଏହା ହେଉଛି ହୃଦୟ। No, you know, it's no good saying a big crowd came. ଅନେକ ଲୋକ ଆସିଲେ ଏହା କହିବା ଯଥେଷ୍ଟ ନୁହଁ। Big meetings took place. ବଡ଼ ସଭାଟି ଆୟୋଜନ କରାଗଲା, ତାହା ହିଁ ଠିକ। Oh, Joshua Daniel and John Daniel and others came and preached. ଯୋଶୁଆ ଦାନିଏଲ, ଜନ୍ ଦାନିଏଲ ପୁଣି ଅନ୍ୟମାନେ ଆସିଲେ ପୁଣି ପ୍ରଚାର କଲେ ବୋଲି କହିବା। All these are useless. Useless. ନା ଏ ସମସ୍ତ କୌଣସି କାର୍ଯ୍ୟଯୋଗ୍ୟ ନୁହଁ। Have the people got a Christian heart? କିନ୍ତୁ ଲୋକମାନେ କଣ ଖ୍ରୀଷ୍ଟିଆନ ହୃଦୟ ଆଜି ପାଇଲେ କି ବା ପାଇଛନ୍ତି କି? A pure heart. ଏକ ସୂଚି ହୃଦୟ, A heart where there is no hidden sin. ଏଇ ପ୍ରକାର ଏକ ହୃଦୟ ଯୋଉଥିରେ ଗୁପ୍ତ ପାପ ରହି ନାହିଁ। A heart which is washed in the blood of Jesus. ଏକ ହୃଦୟ ଯାହାକି ଯୀଶୁଙ୍କ ରକ୍ତ ଦ୍ୱାରା ପରିଷ୍କୃତ ଅଟେ। My dear friends, ମୋର ପ୍ରିୟ ବନ୍ଧୁମାନେ, now that is the heart which Jesus gives. ସେଇ ପ୍ରକାର ହୃଦୟ ଯୀଶୁ ଦିଅନ୍ତି। A new heart also will I give you. ଏକ ନୂତନ ହୃଦୟ ମଧ୍ୟ ମୁଁ ତୁମକୁ ଦେବି। A new spirit will I put within you. ତୁମ ମଧ୍ୟରେ ମୁଁ ଏକ ନୂତନ ଆତ୍ମାକୁ ଦାନ It କରିବି। is a new spirit. ଏକ ନୂତନ ଆତ୍ମା, It's not a tribal spirit. ଏହା ଏକ ଜନଜାତିର ଆତ୍ମା ନୁହଁ। You see, the tribal spirit was the old spirit killing that tribe, killing this tribe. ଜନଜାତିର ଆତ୍ମା ହେଲା ଏଇ ଜାତିକୁ ମାରିବା, ଅନ୍ୟ ଲୋକଙ୍କୁ ମାରିବା, ଏଇ ପ୍ରକାର। No, this is a new spirit. ନା ଏକ ନୂତନ ଆତ୍ମା ଏହା। How can I lift this other tribe? କେମିତି ଅନ୍ୟ ଜନଜାତିକୁ ମୁଁ ଉଠେଇ ପାରିବି? How can I love these neighbors? କେମିତି ମୁଁ ମୋ ପଡୋଶୀଙ୍କୁ ପ୍ରେମ କରିପାରିବି? How can I deliver this office from bribe taking? କେମିତି ଏଇ ଅଫିସକୁ କାର୍ଯ୍ୟାଳୟକୁ ମୁଁ ଉଦ୍ଧାର କରିପାରିବି ଏ ଲାଞ୍ଚ How ନେବା can ଠାରୁ? I deliver my forest guard from selling forest products? ମୁଁ ମୋର ଫରେଷ୍ଟ ଗାର୍ଡ ମାନଙ୍କୁ କେମିତି ରକ୍ଷା କରିପାରିବି ଯେ ସେମାନେ ଯେତେବେଳେ ଏଗୁଡାକ ବିକ୍ରି କରୁଛନ୍ତି ସେଥିରୁ ଉଦ୍ଧାର ପାଇପାରିବେ? How can I save my people? ମୋ ଲୋକମାନଙ୍କୁ କେମିତି ମୁଁ ଉଦ୍ଧାର କରିପାରିବି? It is a new spirit. ଏହା ଏକ ନୂତନ ଆତ୍ମା, It's not a big label. ଏହା ଏକ ବହୁତ ବଡ଼ ଲେବଲ ନୁହଁ। See, some people think, ଲୋକେ କେତେ ଭାବନ୍ତି, oh, the layman's evangelical fellowship is coming. ଓ ଲେମେନ୍ ଏଭାଞ୍ଜେଲିକାଲ ଫେଲୋସିପ ଆସୁଛି, So the people will all go there. ତେଣୁ ସମସ୍ତ ଲୋକ ସେଇଠିକି ଯିବେ। No. ନା ନା ନା, ସେଇ ପ୍ରକାର ନୁହଁ। The king is coming. ରାଜା ଆସୁଛନ୍ତି, The king is coming. ରାଜା ଆସୁଛନ୍ତି। The king gives you the king's heart. ସେଇ ରାଜା ଆପଣଙ୍କୁ ଏକ ରାଜକୀୟ ହୃଦୟ ଦେବେ। The king gives you the king's nature. ସେଇ ରାଜା ଏକ ରାଜାର ସ୍ୱଭାବ ଆପଣଙ୍କୁ The ଦେବେ। king gives you the king's holiness. ସେଇ ରାଜା ସେଇ ରାଜାଙ୍କର ପବିତ୍ରତା ଆପଣଙ୍କୁ ଦେବେ। What is the good of saying fellowship is coming?
कौन उत्तमता जेतବେଳେ आपण कहिबे फेलोशिप बा सहभागिता Fellowship is nothing. ना ए सहभागिता किछि The न king is coming. किंतु राजा आसुछंती My dear people, मोर प्रिय लोक माने how sad. केते दुखर विषय Emmanuel has come. इमानुएल आसिछंती God with us. ईश्वर आमମାନଙ୍କ सहित God in our family. ईश्वर आमମାନଙ୍କ परिवार मध्यरे God in our lives. ईश्वर आमମାନଙ୍କ जीवन मध्यरे God in our offices. ईश्वर आमମାନଙ୍କ कार्यालय मध्यरे God in our marriages. आमମାନଙ୍କ विवाह जीवन रे ईश्वर अटंती बा अछंती What an amazing thing. कि अद्भुत विषय एहा And in John, 1 John, पुणी प्रथम जोहन रे 3rd chapter, 3 अध्याय 1st verse says, पुणी तार प्रथम पद कुहे What manner, behold, look, what manner of love God has bestowed upon us, देख पिता आमମାନଙ୍କୁ की प्रकार प्रेम दान करी अछंती that we should be called the sons of God. जे आमे माने ईश्वरଙ୍କ संतान बोली ख्यात हबु Do you see this? आपण देखि पारुछन तो What is this great love? कि अद्भुत प्रेम एहा That God lifts us into sonship. आमମାନଙ୍କୁ पुत्रतर अधिकार दउछंती से स्तर पर्यंत नउछंती Now, my dear friends, वर्तमान मो प्रिय बंधु माने if you turn to Ephesians 2nd chapter, जदि आपण एफिसियो 2 अध्याय को जिवे Ephesians 2nd एफिसियो 2 अध्याय को and जिवे the 13th verse, पुणी तार 13 पद को what does the scripture say? शास्त्र कौन को है Now in Christ Jesus, वर्तमान यीशु ख्रीष्ट you द्वारा who sometimes were far off जो माने तुम माने दूर are रे थिलो brought nigh by the blood of Christ. किंतु ख्रीष्टଙ୍କ रक्त द्वारा निकटस्थ होई अछ This is a miracle. ଏହା ଏକ ଅଦ୍ଭୁତ କାର୍ଯ୍ୟ ଅଟେ You know, I was thinking of the early missionaries. आद्य समय मिशनरी मानक विषय मु चिंता करूथिली The early missionaries, first of all, they didn't have buses, they didn't have roads, they didn't have planes, nothing. से आद्य मिशनरी मानक समय ना रास्ता थिला ना गाड़ी मोटर थिला किछि न थिला They had the love of Christ. किंतु ख्रीष्टଙ୍କ प्रेम थिला We will go to these people. मु आमे से लोक Even if they take their bows and arrows and shoot us, जदि समाने समानक धनु तीर को आमानक विरुद्ध रे उठेइबे तथापि जीवु we will go to them. निश्चय आमाने जीवु Even if all the people in the valley say, जदि सेठिकार समस्त लोक माने ए कथा कहिबे what are you going to give us? कोन तुम माने आमानको दबाकु जाउ Have you brought us money from England? इंग्लैंड रो कोन टंका आमानको पय तमे आनी छ कि Even if we have nothing, जदि आम पाखरे किछि नाही we will tell them आमे समानको ए कथा कहिबु that God brings them to Himself ईश्वर निजको समानको निकट को आनी छंती by the blood of Jesus, प्रभु यीशुଙ୍କ रक्त द्वारा that we are brought nigh to God. आमे ईश्वरଙ୍କ निकटवर्ती होई पारिछु All right. ठीक अछि Some people received this message. केते जण ए संवाद को ग्रहण कले In those early days, से आद्य समय रे it must have been very hard for those people. से लोक मानक पय ଏହା अधिक कठिन हेइथिबो Many people would have said, hey, if you join them, we'll kill you. अनेक हेत कहिथिबे जदि समानक सहित जोग देबो आमे तुमको मारि देबो No, the blood of Jesus draws us nigh to God. ना से यीशुଙ୍କ रक्त आमानको तांको निकटवर्ती करैछि Not these people. ए लोक माने नुहंती Not these white faces. ए धळा चेहरा सब नुह Not the money of England. इंग्लैंड टंका पैसा नुह I am brought nigh to God मो ईश्वरଙ୍କ निकटवर्ती होई अछि निकट को by जाय the blood of यीशु Jesus. ख्रीष्टଙ୍କ रक्त द्वारा I will follow Jesus. मो यीशुଙ୍କର अनुकरण करिबि All right. ठीक अछि When some people followed Jesus, जेतळे किछि लोक यीशुଙ୍କର अनुगमन कले I wonder what the tribal head said. असन कहउनंती सेई जो अन्य जाति लोक मानकर All right. मस्तक चाहे You follow Jesus in your heart. ठीक अछि तुम हृदय रे तुम यीशुଙ୍କର अनुगमन करूछ
Sunday you go to church, रविवार दिन तुमे गिर्जाକୁ but ଯାଅ, be careful. କିନ୍ତୁ ଅତି ସାବଧାନ ହୁଅ। You are our tribal man. ତୁମେ ଆମ ଜନଜାତିର ଅଟ, ଆମ ଗୋଷ୍ଠୀର ଅଟ, You are our tribal girl. ତୁମେ ଆମ ଗୋଷ୍ଠୀର ଝିଅ ଅଟ। If you do anything against the tribe, ଯଦି ଆମ ଜାତି ବିରୁଦ୍ଧରେ ଯଦି ତୁମେ କିଛି କରିବ, if you disregard the customs of the tribe, ଆମମାନଙ୍କର ପରମ୍ପରାକୁ ଯଦି ତୁମେ ମାନ୍ୟ ଦେବ ନାହିଁ, we will kill you. ଆମେ ତୁମକୁ ହତ୍ୟା We କରିବୁ, will send you out of the village. ଗାଁରୁ ତୁମକୁ ବାହାର କରିଦେବୁ, We will not give you water in the village. ଗାଁରେ ଆମେ ତୁମକୁ ପାଣି ଦେବୁ ନାହିଁ, We will take away your land. ତୁମ ଜମିବାଡିକୁ ଆମେ ନେଇଯିବୁ। So everybody said, ତେଣୁ ସମସ୍ତେ କହିଲେ yes, yes. ହଁ ହଁ, We may be brought nigh unto God by the blood of Jesus. ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଯଦି ଈଶ୍ୱରଙ୍କ ନିକଟବର୍ତ୍ତୀ ଆମମାନେ ହୋଇ, But, କିନ୍ତୁ okay, ଠିକ ଅଛି, first tribe, ପ୍ରଥମ ଜାତି, tribal custom. ପ୍ରଥମେ ଜନଜାତିର ସେ ପରମ୍ପରା, First, ପ୍ରଥମେ what did Jesus say? କଣ ଯୀଶୁ କହିଲେ? କଣ Jesus said, ପ୍ରଭୁ ଯୀଶୁ କହିଲେ? seek my kingdom first. ପ୍ରଥମେ ମୋ ରାଜ୍ୟକୁ ଅନ୍ୱେଷଣ କର, Seek my righteousness ମୋ first. ଧାର୍ମିକତାକୁ ପ୍ରଥମେ ଅନ୍ୱେଷଣ କର, Not your tribe. ତୁମ ଜାତି ନୁହଁ। So, ତେଣୁ I don't know what a headache those early missionaries had. ମୁଁ ଜାଣେନି ସେଇ ଆଦ୍ୟ ସମୟରେ ମିଶନରୀ ମାନଙ୍କର କେତେ ମୁଣ୍ଡ ବ୍ୟଥା So ଥିଲା। they thought, ସେମାନେ ଭାବିଲେ all right, ଠିକ ଅଛି, instead of saying Church of Jesus Christ, ଯୀଶୁ ଖ୍ରୀଷ୍ଟଙ୍କ ମଣ୍ଡଳୀ ବୋଲି କହିବା ପରିବର୍ତ୍ତେ they want to put a big board. ସେମାନେ ଖୁବ୍ ବଡ଼ ବୋର୍ଡଟି ଲଗେଇଲେ। They want to say Naga, Gaga, Boga, Boga, Goga, but Christ Church. ସେମାନେ ବିଭିନ୍ନ ନାଁ ଦେଲେ, ନାଗା, ଗଗା, ବଗା, ଖଗା, ଏଇ ପ୍ରକାର ବିଭିନ୍ନ ନାଁ ରଖିଲେ। They want to put their first tribal name first. ପ୍ରଥମେ ସେମାନଙ୍କ ଜାତିର ଜନଜାତିର ନାଁକୁ ରଖିଲେ। All right. ଠିକ ଅଛି, ଠିକ ଅଛି, You come to church, ତୁମେ ମଣ୍ଡଳୀକୁ ଆସ, you give your offering, ତୁମେ ତୁମର ଦାନ ଦିଅ, or we will marry you, we will do this and do that. ଆମେ ତୁମ ସହିତ ବିବାହ କରିବୁ, ଏହା କରିବୁ, ତାହା କରିବୁ। Is that Christianity? ଏହା କଣ ଖ୍ରୀଷ୍ଟିଆନତ୍ଵ କି? Is that what Jesus said? ଏଇଟା କଣ ଯୀଶୁ କହିଛନ୍ତି କି? All right, those men were foreign missionaries. ଠିକ ଅଛି, ସେଇ ଲୋକମାନେ ତ ବିଦେଶୀୟ ମିଶନରୀ ଥିଲେ। Maybe they were a little afraid. ହୁଏତ ସେମାନେ ଟିକେ ଭୟଭୀତ ହେଇଥିବେ। On the one hand, government says, don't disturb the peace of these people. ଅନ୍ୟ କ୍ଷେତ୍ରରେ ସରକାର କହିଲେ ଯେ ଏଇ ଲୋକମାନଙ୍କ ଶାନ୍ତିକୁ ନଷ୍ଟ କର ନାହିଁ, Don't bring Christian customs here. ଖ୍ରୀଷ୍ଟିଆନ ପରମ୍ପରାକୁ ଏମାନଙ୍କ ମଧ୍ୟକୁ ଆଣ ନାହିଁ, You're creating trouble here, political trouble. କୌଣସି ପ୍ରକାର ପଲିଟିକାଲ ସମସ୍ୟା ଏମାନଙ୍କ ମଧ୍ୟରେ ସୃଷ୍ଟି କରନି, We will send you out of the country. ନତୁବା ଆମେ ତୁମକୁ ଦେଶରୁ ବାହାର କରିଦେବୁ, ପଠେଇଦେବୁ। So those missionaries, ତେଣୁ ସେ ମିଶନରୀ ମାନେ I suppose they yielded to the local habit. ମୁଁ ଭାବୁଛି ସେମାନେ ସେ ସ୍ଥାନୀୟ ସମସ୍ତ ପରମ୍ପରା ପ୍ରତି ନତ But- ହେଲେ। କିନ୍ତୁ From the time I was a boy and was converted, ମୁଁ ଯୋଉ ସମୟରେ ବାଳକ ଥିଲି ପୁଣି ମନ ଫେରେଇଲି, ପ୍ରଭୁଙ୍କ ପ୍ରତି I ଫେରିଲି, stood against heathen custom. ଏଇ ସମସ୍ତ ବିଜାତୀୟ ପରମ୍ପରା ବିରୁଦ୍ଧରେ ମୁଁ ଠିଆ ହେଲି। I stood against tribes and castes. ସେ ସମସ୍ତ ଜନଜାତି ପୁଣି ସେ ଜାତି ପ୍ରଥା ବିରୁଦ୍ଧରେ ଠିଆ I ହେଲି। said, I have no business to preach something else. ମୁଁ କହିଲି ଆଉ କୌଣସି ବିଷୟ ପ୍ରଚାର କରିବା ମୋର କାର୍ଯ୍ୟ ନୁହଁ। Jesus said, seek first my kingdom. ପ୍ରଭୁ ଯୀଶୁ କହିଲେ ପ୍ରଥମେ ମୋ ରାଜ୍ୟକୁ ଅନ୍ୱେଷଣ କର। I have no business to teach something else. ଆଉ କିଛି ଶିକ୍ଷା କରିବାର କାର୍ଯ୍ୟ ମୋର ନୁହଁ, I ଶିଖେଇବା will କାର୍ଯ୍ୟ ମୋର ନୁହଁ। teach these people, କେବଳ ଏଇ ଲୋକମାନଙ୍କୁ ଏହା ଶିକ୍ଷା ଦେବି ମୁଁ, all these people, ଏଇ ସମସ୍ତ to ଲୋକମାନଙ୍କୁ seek first God's kingdom and his righteousness. ପ୍ରଥମେ ତାହାଙ୍କ ରାଜ୍ୟ ପୁଣି ତାଙ୍କ ଧାର୍ମିକତାକୁ ଅନ୍ୱେଷଣ କରିବା ପାଇଁ ମୁଁ ଶିଖେଇବି।
Yes. ହଁ I made up my mind. ମୋ ମନକୁ ଏଇ ପ୍ରକାର ସ୍ଥିର କଲି। Did you make up your mind? ଆପଣଙ୍କ ମନକୁ ସ୍ଥିର କରିଛନ୍ତି? I will bow to these customs, ଏଇ ସମସ୍ତ ପରମ୍ପରାରେ ମୁଁ ନତମସ୍ତକ these ହେବି। old heathen customs, ଏଇ ସମସ୍ତ ବିଜାତୀୟ ଚିନ୍ତାଧାରା, these old tribal ଏଇ customs. ସମସ୍ତ ଜନଜାତିର ଚିନ୍ତାଧାରା And ପରମ୍ପରା। I will also say I'm a good Christian. ପୁଣି ମଧ୍ୟ ମୁଁ କହିବି ଯେ ମୁଁ ଏକ ଉତ୍ତମ ଖ୍ରୀଷ୍ଟିଆନ ବୋଲି। No. ନା 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 ତାହା You ଚଳିବନି। can't mix the devil and Christ. ଖ୍ରୀଷ୍ଟ ପୁଣି ଶୟତାନକୁ ଆପଣ ଏକାଠି କରିପାରିବେନି। That is why ସେଇଥିପାଇଁ so much killing has been taking place. ଅନେକ ହତ୍ୟା ଘଟି ସାରିଛି, ଘଟୁଛି। My dear people, ମୋର ପ୍ରିୟ ଲୋକମାନେ, you are brought nigh unto God by the blood of Jesus. ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଆପଣମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇଅଛନ୍ତି। Suppose you see the cross here ଯଦି ଆପଣ ଏଇଠି କ୍ରୁଶକୁ ଦେଖୁଛନ୍ତି and you see Jesus on the cross ପୁଣି ଯୀଶୁଙ୍କୁ କ୍ରୁଶ ଉପରେ ଦେଖୁଛନ୍ତି and his blood is ପୁଣି flowing ତାଙ୍କ ରକ୍ତ ପ୍ରବାହିତ ହେଉଛି, ବହୁଛି from his hands and his feet, ତାଙ୍କ ହାତରୁ ପୁଣି ତାଙ୍କ ପାଦ ଗୁଡ଼ିକରୁ and the blood is flowing. ରକ୍ତ ବହୁଛି And the blood says, ପୁଣି ସେ ରକ୍ତ ଏ କଥା କହୁଛି, this blood ଏଇ ରକ୍ତ brings you nigh to God. ଈଶ୍ୱରଙ୍କ ନିକଟବର୍ତ୍ତୀ ତୁମମାନଙ୍କୁ କରାଉଅଛି। This blood ଏଇ ରକ୍ତ purchases you ତୁମମାନଙ୍କୁ କ୍ରୟ କରୁଅଛି, କିଣୁଅଛି from all your past, ତୁମର ସମସ୍ତ ଅତୀତରୁ, from all your heathen background. ପୁଣି ତୁମର ସମସ୍ତ ସେ ବିଜାତୀୟ ଭାବନାରୁ This ପୃଷ୍ଠଭୂମିରୁ blood ଏଇ ରକ୍ତ brings you nigh to God. ଈଶ୍ୱରଙ୍କ ନିକଟବର୍ତ୍ତୀ କରାଉଅଛି। Will you trample on that blood? ସେ ରକ୍ତକୁ ଆପଣ କୁଦି ପାଦ ଦେଇ ତା ଉପରେ କୁଦି ଚାଲିବେ କି? You will say, ଆପଣ କହିବେ, I am purchased by the blood of Jesus. ମୁଁ ପ୍ରଭୁ ଯୀଶୁଙ୍କ ସେ ରକ୍ତ ଦ୍ୱାରା କ୍ରୟ କରାଯାଇଅଛି। I who am so evil ଯିଏ ମୁଁ ଅତି ମନ୍ଦ ଥିଲି are brought nigh to God by this blood. କିନ୍ତୁ ଏଇ ରକ୍ତ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇଅଛି, କରାଯାଇଅଛି। So I will never more have anything to do with my past. ତେଣୁ ମୋର ବିଗତ ଦିନର କୌଣସି ବିଷୟ ସହିତ ମୋର ଆଉ ସମ୍ପର୍କ ନାହିଁ। This blood ଏଇ ରକ୍ତ sets me free. ମତେ ସମ୍ପୂର୍ଣ୍ଣ ମୁକ୍ତ କରୁଛି, ସ୍ୱାଧୀନତା କରୁଛି। My dear people, ମୋର ପ୍ରିୟ ଲୋକମାନେ, what is your consciousness? ଆପଣଙ୍କର ବିବେକ ଆଜି କ'ଣ? If you had $1,000,000 in your pocket, ଆପଣଙ୍କ ପକେଟରେ ଯଦି ଲକ୍ଷ ଲକ୍ଷ ଟଙ୍କା ଅଛି, oh, you would feel very rich. ଆପଣ ଅନୁଭବ କରିବେ ଅତି ଧନୀଶାଳୀ ବୋଲି। If the blood of Jesus brings you nigh to God, ଯଦି ପ୍ରଭୁ ଯୀଶୁଙ୍କ ରକ୍ତ ଈଶ୍ୱରଙ୍କ ନିକଟବର୍ତ୍ତୀ ଆପଣଙ୍କୁ କରାଉଛି, won't you be proud of ଆପଣ କ'ଣ ଏଥିପାଇଁ ଗର୍ବିତ being ହେବେନି? a child of God? କାରଣ ଈଶ୍ୱରଙ୍କ ସନ୍ତାନ ଆପଣ ହେଇପାରିଛନ୍ତି ବୋଲି। This $1,000,000 will burn, ସେ କୋଟି କୋଟି ଲକ୍ଷ ଲକ୍ଷ ଟଙ୍କା ଯେ ଜାଳି ପୋଡ଼ି ନଷ୍ଟ ହେବ, but କିନ୍ତୁ nobody can burn my living Savior. ମୋର ସେ ଉଦ୍ଧାରକର୍ତ୍ତାଙ୍କୁ ଜୀବନ୍ତ ଈଶ୍ୱରଙ୍କୁ କେହି ମଧ୍ୟ ଜାଳି He ପାରିବେନି। will not leave me. ସେ ମତେ କେବେ ପରିତ୍ୟାଗ କରିବେନି। Consciousness of God. ଈଶ୍ୱରଙ୍କର ସେଇ ଚିନ୍ତାଧାରା ବା ବିବେକ। See, I want to be full of Jesus. ମୁଁ ଚାହେଁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପୂର୍ଣ୍ଣ I ହେବାରେ। want to be conscious of Jesus Christ. ମୁଁ ଯୀଶୁଙ୍କର ବିବେକ ଧାରଣ କରିବା ପାଇଁ ଚାହେଁ। Not these earthly things. ଏଇ ଜାଗତିକ ବିଷୟ ପ୍ରତି ଲାଳାୟିତ ନୁହେଁ। And ପୁଣି when you know that you are purchased by the blood of Jesus, ଆପଣ ଯେତେବେଳେ ଜାଣିବେ ଯେ ପ୍ରଭୁ ଯୀଶୁଙ୍କ ରକ୍ତ ଦ୍ୱାରା ଆପଣ କ୍ରୟ you କରାଯାଇଅଛନ୍ତି, will have a different identity. ଆପଣଙ୍କର ପରିଚୟ ଏକ ଭିନ୍ନ ହେଇଯିବ। No more tribal identity. ଆଉ ସେଇ ଜାତିର You are ଚିନ୍ତାଧାରା ରହିବନି। distinguished as a son of God କିନ୍ତୁ ଈଶ୍ୱରଙ୍କ ସନ୍ତାନ ଭାବେ ଆପଣ ଜଣାଯିବେ, and a daughter of ପୁଣି God. ଈଶ୍ୱରଙ୍କ ସନ୍ତତି ଭାବରେ Let ଜଣାଯିବେ। us pray. ଆସୁ ପ୍ରାର୍ଥନା Let କରିବା, us pray. ଆସୁ ପ୍ରାର୍ଥନା କରିବା, Let us tell God, ଆସୁ ପ୍ରଭୁଙ୍କୁ କହିବା, oh God, ହେ ପ୍ରଭୁ,
I want to be conscious of the blood flowing for me. ମୋ ପାଇଁ ଯୋଉ ରକ୍ତ ପ୍ରବାହିତ ହେଇଛି ମୁଁ ତାହା ଜାଣିବା The ପାଇଁ ଚାହେଁ। sinless blood of Jesus ପ୍ରଭୁ ଯୀଶୁଙ୍କର ସେ ନିଷ୍ପାପ ରକ୍ତ to wash away my sin. ମୋ ସମସ୍ତ ପାପକୁ ପରିଷ୍କାର କରିବା The ପାଇଁ sinless blood of Jesus ପ୍ରଭୁ ଯୀଶୁଙ୍କର ସେ ନିଷ୍ପାପ to ରକ୍ତ separate me from all the heathenism ସେ ସମସ୍ତ ବିଜାତୀୟ ଭାବନାକୁ of the ଦୂର କରିବା ପାଇଁ past. ଗତ ଦିନମାନଙ୍କର ବିଗତ ସମୟର ସେ ଚିନ୍ତାକୁ ଦୂର କରିବା ପାଇଁ What the missionaries could not separate. ଯୋଉ ବିଷୟକୁ ମିଶନରୀ ମାନେ ଦୂର କରିପାରିଲେ The blood of Jesus ପ୍ରଭୁ ଯୀଶୁଙ୍କ ରକ୍ତ separates me, ମତେ ପୃଥକ କରେ brings ସେଥିରୁ me nigh unto God. ଈଶ୍ୱରଙ୍କ ନିକଟବର୍ତ୍ତୀ ମତେ କରାଏ What the fellowship cannot do, ଯାହା ସହଭାଗିତା କରିପାରି the ନାହିଁ blood of Jesus ପ୍ରଭୁ ଯୀଶୁଙ୍କ ରକ୍ତ separates me to God. ଈଶ୍ୱରଙ୍କ ନିକଟବର୍ତ୍ତୀ ମତେ କରେଇ ପାରୁଛି I want to be conscious of Jesus. ମୁଁ ଯୀଶୁଙ୍କ ପ୍ରତି ବିବେକପୂର୍ଣ୍ଣ କାର୍ଯ୍ୟ କରିବାକୁ ଚାହେଁ।